ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। କର୍ଣ୍ଣାଟକକୁ ଆଜି ଦିନିକିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ମହିଳା ସଂରକ୍ଷଣ ବିଲ୍ ଏକ ସନ୍ତୁଳିତ ଏବଂ ପ୍ରତ୍ୟେକ ସମ୍ପ୍ରଦାୟ ଓ ଅଞ୍ଚଳର ଆକାଂକ୍ଷା ପୂରଣ କରିବାରେ ସହାୟକ ହେବ, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ଛତିଶଗଡ଼ ପାୱାର ପ୍ଲାଣ୍ଟ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା 13କୁ ବୃଦ୍ଧି। ଆଣ୍ଡାମାନ ସାଗରରେ ବାଂଲାଦେଶର ଏକ ଯାତ୍ରୀବାହୀ ବୋଟ୍ ବୁଡ଼ିଯିବାରୁ 250 ଜଣ ନିଖୋଜ। ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ 32 ରନ୍ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ କର୍ଣ୍ଣାଟକ ଗସ୍ତରେ ଯିବେ। ମାଣ୍ଡ୍ୟା ଜିଲ୍ଲାର ଶ୍ରୀକ୍ଷେତ୍ର ଆଦି ଚୁଞ୍ଚନଗିରିର ଭୈରବାକ୍ଷ ମନ୍ଦିରକୁ ଉଦ୍ଘାଟନ କରିବା ସହ ସେଠାରେ ଏକ ସମାବେଶକୁ ସମ୍ବୋଧନ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ପି ଦେବେଗୌଡ଼ାଙ୍କ ସହ ମିଳିତ ଭାବେ ସୌନ୍ଦର୍ଯ୍ୟ ଲହରୀ ଏବଂ ଶିବ ମହିମା ସ୍ତୋତ୍ରମ୍ ଶୀର୍ଷକ ପୁସ୍ତକର ଶ୍ରୀ ମୋଦି ଆଜି ଉନ୍ମୋଚନ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମହାରାଷ୍ଟ୍ରକୁ 2 ଦିନିଆ ଗସ୍ତରେ ଯିବେ। ପୂର୍ବାହ୍ନରେ ନାଗପୁର ଏମ୍ସର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବା ସହ ସନ୍ଧ୍ୟାରେ ଜାତୀୟ ପ୍ରତ୍ୟକ୍ଷ ଟିକସ ଏକାଡେମୀର ଆୟକର ବିଭାଗର ଭାରତୀୟ ରାଜସ୍ୱ ସେବା ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ 78ତମ ବ୍ୟାଚ୍ର ସମାପନ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏମ୍ସ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି 210 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଏବଂ ସ୍ୱର୍ଣ୍ଣପଦକ ପ୍ରଦାନ କରିବେ। ଭାରତୀୟ ରାଜସ୍ୱ ସେବାର 78ତମ ବ୍ୟାଚ୍ର 130 ଜଣ ଅଧିକାରୀ 16 ମାସର ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି ୱାର୍ଦ୍ଧାଠାରେ ମହାତ୍ମାଗାନ୍ଧୀ ଅନ୍ତରାଷ୍ଟ୍ରୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟର 6ଠ ସମାବର୍ତ୍ତନ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସଂସଦର ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ଉପରେ ଆଲୋଚନା ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ଏହି ବିଲ୍ ଏକ ସନ୍ତୁଳିତ ତଥା ପ୍ରତ୍ୟେକ ସମ୍ପ୍ରଦାୟ, ଅଞ୍ଚଳ ଏବଂ ରାଜ୍ୟର ଆକାଂକ୍ଷା ପୂରଣ କରିବାରେ ସହାୟକ ହେବ। ନୂଆଦିଲ୍ଲୀଠାରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି, ଏହି ଆଇନକୁ ସମାଲୋଚନା କରିବାର କୌଣସି ସୁଯୋଗ ନାହିଁ। ପ୍ରତ୍ୟେକ ରାଜନୈତିକ ଦଳର ବିଚାର ବିମର୍ଶ ପରେ ଏହାକୁ ପ୍ରସ୍ତୁତ କରାଯାଇଛି। 18 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଇନ ସମ୍ପର୍କରେ ଆଲୋଚନା ପାଇଁ ସବୁ ରାଜନୈତିକ ଦଳ ସହମତ ଥିବା ଜଣାପଡ଼ିଛି। ଏପରିକି ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହେବା ସମୟରେ କୌଣସି ରାଜନୈତିକ ଦଳ ଏହାକୁ ବିରୋଧ କରିନଥିଲେ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ଜାତୀୟ ସ୍ୱାର୍ଥରେ ଏକତ୍ରିତ ହୋଇଥିବାରୁ ସମସ୍ତ ରାଜନୈତିକ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତଜ୍ଞତା ଜ୍ଞାପନ କରିଛନ୍ତି। ମହିଳା ସଂରକ୍ଷଣ ରାଜନୈତିକ ପ୍ରସଙ୍ଗ ନୁହେଁ ଏବଂ ଏହି ପ୍ରକ୍ରିୟା ଯଥାଶୀଘ୍ର କାର୍ଯ୍ୟକାରୀ ହେବା ଜରୁରୀ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ଛତିଶଗଡ଼ରେ ଏକ ପାୱାର ପ୍ଲାଣ୍ଟରେ ଗତକାଲି ହୋଇଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା 13କୁ ବୃଦ୍ଧି ପାଇଛି। ଶକ୍ତି ଜିଲ୍ଲା ଅନ୍ତର୍ଗତ ସିଂଘାତେରାଇ ଗ୍ରାମର ବେଦାନ୍ତ ଲିମିଟେଡ୍ ପାୱାର ପ୍ଲାଣ୍ଟର ବଏଲର ବିସ୍ଫୋରଣ ଘଟିବାରୁ ଏହି ଦୁର୍ଘଟଣା ଘଟିଛି। ବଏଲର ଟର୍ବାଇନ୍କୁ ଉକ୍ତ ଚାପଯୁକ୍ତ ବାଷ୍ପ ଯୋଗାଣ କରୁଥିବା ଏକ ଟ୍ୟୁବ୍ରେ ଗତକାଲି ଅପରାହ୍ନରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ଫଳରେ ସେଠାରେ କାମ କରୁଥିବା ଶ୍ରମିକମାନେ ଗୁରୁତର ଭାବେ ପୋଡ଼ି ଯାଇଥିଲେ। ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତଙ୍କୁ ପଡ଼ୋଶୀ ରାୟଗଡ଼ ଏବଂ ବିଳାସପୁର ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ମଧ୍ୟ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ପାଇଁ 5 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରାଯାଇଛି। ଘଟଣାର ତଦନ୍ତ ପାଇଁ ବିଳାସପୁର ଡିଭିଜନର କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ପୃଥକ ଭାବେ ଦୁର୍ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ କରୁଛି। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ଆଉ ଗୋଟିଏ ସପ୍ତାହ ବାକି ରହିଛି। ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ତ୍ୱରାନ୍ୱିତ ହୋଇଛି। ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କେତେକ ନିର୍ବାଚନୀ ସମାବେଶରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଦାର୍ଜିଲିଂର ଲୋବୋଙ୍ଗ ଗ୍ରାଉଣ୍ଡଠାରେ ଏବଂ ପରେ ଜଲପାଇଗୁଡ଼ି ଜିଲ୍ଲାର ରାଜଗଙ୍ଗରେ ଜନସମାବେଶକୁ ସେ ସମ୍ବୋଧନ କରିବେ। ଅପରାହ୍ନରେ ଶ୍ରୀ ଶାହା ଆଲିପୁରଦ୍ୱାର ଫଲକଟା ମିଲ୍ ରୋଡ୍ ଗ୍ରାଉଣ୍ଡ ଏବଂ କୁଚବିହାରର ତୋଫାନଗଞ୍ଜ କାଲିବାରୀ ଆର୍ଏମ୍ସି ଗ୍ରାଉଣ୍ଡରେ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି
ଆକାଶବାଣୀରୁ। ଆଣ୍ଡାମାନ ସାଗରରେ ବାଂଲାଦେଶରେ ଏକ ଯାତ୍ରୀବାହୀ ବୋଟ୍ ବୁଡ଼ିଯିବାରୁ 250 ଜଣ ନିଖୋଜ ଅଛନ୍ତି। ଦକ୍ଷିଣ ବାଂଲାଦେଶର ଟେକ୍ନାଫରୁ ଯାତ୍ରା ଆରମ୍ଭ କରିଥିବା ଏହି ବୋଟ୍ଟି ମାଲେସିଆକୁ ଯାଉଥିଲା। ଏଥିରେ ରୋହିଙ୍ଗ୍ୟା ଶରଣାର୍ଥୀ ଏବଂ ବାଂଲାଦେଶୀ ନାଗରିକଙ୍କୁ ମିଶାଇ 250ରୁ ଅଧିକ ଯାତ୍ରା କରୁଥିଲେ। ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତ ଏବଂ ପ୍ରବାସନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଆନ୍ତର୍ଜାତିକ ସଂଗଠନର ମିଳିତ ବିବୃତ୍ତି ଅନୁଯାୟୀ ଅଶାନ୍ତ ସମୁଦ୍ର, ପ୍ରବଳ ପବନ ଏବଂ ଅତ୍ୟଧିକ ଓଜନ ଯୋଗୁଁ ବୋଟ୍ଟି ବୁଡ଼ି ଯାଇଥିବା ଆଶଙ୍କା କରାଯାଉଛି। ଗତ 2 ତାରିଖରେ ଏହା ଘଟିଥିବା ଅନୁମାନ କରାଯାଇଛି। ତେବେ ଏ ସଂକ୍ରାନ୍ତ ସମ୍ପୂର୍ଣ୍ଣ ବିବରଣୀ ଏଯାଏଁ ସ୍ପଷ୍ଟ ହୋଇନାହିଁ। ବୋଟ୍ରୁ 9 ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ବାଂଲାଦେଶୀ ତଟରକ୍ଷୀ ବାହିନୀ ଦେଇଥିବା ସୂଚନା ଅନୁଯାୟୀ ବୁଡ଼ି ଯାଉଥିବା ବୋଟ୍କୁ ଏକ ପଣ୍ୟବାହୀ ଜାହାଜ ଦେଖିବା ପରେ ଏହି ଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ପାଇଥିବା ଯାତ୍ରୀଙ୍କ ମଧ୍ୟରେ ମାନବ ଚାଲାଣ ସହିତ ସମ୍ପର୍କ ଥିବା କିଛି ଲୋକ ରହିଥିବା ସନ୍ଦେହ କରାଯାଉଛି। ଯୁଦ୍ଧବିରତି ନେଇ ଇରାନ ସହିତ କିଛିଦିନ ମଧ୍ୟରେ ପୁଣି ଥରେ ଆଲୋଚନା ଆରମ୍ଭ ହୋଇପାରେ ବୋଲି ଆମେରିକା ସୂଚନା ଦେଇଛି। ଅନ୍ୟପକ୍ଷରେ ଇସ୍ରାଏଲ୍ ଓ ଲେବାନନ ମଧ୍ୟରେ ସିଧାସଳଖ ଆଲୋଚନା ଆରମ୍ଭ ହୋଇଛି। ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ହ୍ରାସ କରିବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଆଶା କରାଯାଉଛି। ଆମେରିକା ବୈଦେଶିକ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ୱାଶିଂଟନ୍ଠାରେ ଇସ୍ରାଏଲ୍ ଓ ଲେବାନନର ରାଷ୍ଟ୍ରଦୂତଙ୍କ ମଧ୍ୟରେ ଆଲୋଚନା ହୋଇଛି। ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ଏହି ପ୍ରଥମ ଉଚ୍ଚସ୍ତରୀୟ ବୈଠକ ସକାରାତ୍ମକ ଥିବା ଆମେରିକା ବୈଦେଶିକ ବିଭାଗ କହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆସନ୍ତା 2 ଦିନ ମଧ୍ୟରେ ପାକିସ୍ତାନରେ ୱାଶିଂଟନ୍ ଓ ତେହେରାନ ମଧ୍ୟରେ ପୁନଃ ଆଲୋଚନା ଆରମ୍ଭ ହୋଇପାରେ। ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ କହିଛନ୍ତି ଏହି ଆଲୋଚନାରେ ଅଂଶଗ୍ରହଣ କରିବାକୁ ଆମେରିକା ଆଗ୍ରହୀ। ଗତ ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ପାରି ନଥିଲା। ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ମତଭେଦ ଜାରି ରହିଛି। ଇରାନ ୟୁରାନିୟମ୍ ନେଇ ସମୃଦ୍ଧ ହେବାକୁ ଚେଷ୍ଟା କରୁଥିବାରୁ ଆମେରିକା ଏହାକୁ ବନ୍ଦ କରିବାକୁ ପ୍ରୟାସ କରୁଛି। ଅନ୍ୟପକ୍ଷରେ ତେହେରାନ ଇରାନ ସମ୍ପତ୍ତି ମୁକ୍ତି ଏବଂ କ୍ଷୟକ୍ଷତି ନେଇ କ୍ଷତିପୂରଣ ଦାବି ଉପସ୍ଥାପନ କରିଛି। ଚଳିତ ବର୍ଷ ଶ୍ରୀ ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଆଜିଠାରୁ ଆରମ୍ଭ ହେଉଛି। ଦେଶବ୍ୟାପୀ ଜାମ୍ମୁ କାଶ୍ମୀର ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ୟେସ୍ ବ୍ୟାଙ୍କର ନିର୍ଦ୍ଦିଷ୍ଟ 554ଟି ଶାଖାରେ ଉଭୟ ଅନଲାଇନ୍ ଏବଂ ଅଫ୍ଲାଇନ୍ ମାଧ୍ୟମରେ ପଞ୍ଜୀକରଣ କରାଯାଇପାରିବ। ଶ୍ରୀ ଅମରନାଥ ମନ୍ଦିର ବୋର୍ଡ ପକ୍ଷରୁ ତୀର୍ଥଯାତ୍ରୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଜୁଲାଇ 3 ତାରିଖରୁ ଆରମ୍ଭ ହେଉଥିବା ଏହି ଯାତ୍ରା ବିଭିନ୍ନ ପର୍ଯ୍ୟାୟରେ 57 ଦିନ ଧରି ଚାଲିବ। ଅଗଷ୍ଟ 28 ତାରିଖରେ ରକ୍ଷାବନ୍ଧନରେ ଯାତ୍ରା ସମାପ୍ତ ହେବ। ଭଗବାନ ଶିବଙ୍କ ଆଶୀର୍ବାଦ ପାଇଁ ପ୍ରଥମ ପୂଜା ଜୁନ୍ 29 ତାରିଖରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଅନୁଷ୍ଠିତ ହେବ। ପ୍ରତ୍ୟେକ ପଞ୍ଜୀକୃତ ତୀର୍ଥଯାତ୍ରୀ ଏବଂ ସେବା ପ୍ରଦାନକାରୀଙ୍କୁ ରେଡିଓ ଫ୍ରିକ୍ୱେନ୍ସି ଚିହ୍ନଟ ଉପକରଣ ପ୍ରଦାନ କରାଯିବ। ପ୍ରତ୍ୟେକଙ୍କ ପାଇଁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମାରାଶି ପ୍ରଦାନର ବ୍ୟବସ୍ଥା ରହିଛି। ଏଥିସହ ତୀର୍ଥଯାତ୍ରୀ ଗୋଷ୍ଠୀ ଦୁର୍ଘଟଣାଜନିତ ବୀମାରାଶି ମଧ୍ୟ ପାଇବେ। ପଞ୍ଜୀକରଣର ବୟସ ସୀମା 13ରୁ 70 ବର୍ଷ ମଧ୍ୟରେ ସୀମିତ ରଖାଯାଇଛି। ତୀର୍ଥଯାତ୍ରୀଙ୍କୁ ଗତ 8 ତାରିଖ ପରେ ଜଣେ ଅଧିକୃତ ଡାକ୍ତର କିମ୍ବା ଚିକିତ୍ସା ପ୍ରତିଷ୍ଠାନ ଦ୍ୱାରା ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରମାଣପତ୍ର ପ୍ରଦାନ ପାଇଁ ଅଧିକାରପ୍ରାପ୍ତ ଡାକ୍ତର ଏବଂ ପ୍ରତିଷ୍ଠାନଗୁଡ଼ିକର ତାଲିକା ଶ୍ରୀ ଅମରନାଥ ଶ୍ରାଇନ୍ ବୋର୍ଡ ପକ୍ଷରୁ ଜାରି କରାଯାଇଛି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ ବିଜୟୀ ହୋଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ 32 ରନ୍ରେ ଚେନ୍ନାଇ ସୁପର କିଙ୍ଗସ୍ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ ଆରମ୍ଭ କରି ଚେନ୍ନାଇ ସୁପର କିଙ୍ଗସ୍ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 192 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ସଞ୍ଜୁ ସାମସନ୍ ସର୍ବାଧିକ 48 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ନାଇଟ୍ ରାଇଡର୍ସ 7 ୱିକେଟ୍ ବିନିମୟରେ 160 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ନୁର୍ ଅହମ୍ମଦ 3ଟି ୱିକେଟ୍ ଅକ୍ତିଆର କରିଥିଲେ। ମାତ୍ର 91 ରନ୍ରେ କୋଲକାତା ନାଇଟ୍ ରାଇଡର୍ସ 6ଟି ୱିକେଟ୍ ହରାଇଥିଲା। ନୁର୍ ଅହମ୍ମଦଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ଟାରେ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କର୍ଣ୍ଣାଟକକୁ ଆଜି ଦିନିକିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ମହିଳା ସଂରକ୍ଷଣ ବିଲ୍ ଏକ ସନ୍ତୁଳିତ ଏବଂ ପ୍ରତ୍ୟେକ ସମ୍ପ୍ରଦାୟ ଓ ଅଞ୍ଚଳର ଆକାଂକ୍ଷା ପୂରଣ କରିବାରେ ସହାୟକ ହେବ, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ଛତିଶଗଡ଼ ପାୱାର ପ୍ଲାଣ୍ଟ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା 13କୁ ବୃଦ୍ଧି। ଆଣ୍ଡାମାନ ସାଗରରେ ବାଂଲାଦେଶର ଏକ ଯାତ୍ରୀବାହୀ ବୋଟ୍ ବୁଡ଼ିଯିବାରୁ 250 ଜଣ ନିଖୋଜ ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ 32 ରନ୍ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍। ସମ୍ବାଦ ଶେଷ ହେଲା।